ମୋ ସ୍ତ୍ରୀ ପ୍ରେମିକର ସତ୍ୟତା। ମୋ ସ୍ତ୍ରୀ ପେଶାରେ ଜଣେ ଡାକ୍ତର ଥିଲେ। ସବୁଦିନ ରାତିରେ ସେ ଗୋଟେ ଲୋକ ସହ ଯାଉଥିଲେ ଆଉ ତା ପରଦିନ ସକାଳୁ ଫେରୁଥିଲେ। ମୁଁ ପଚାରିବାରୁ କହୁଥିଲେ ଯେ ସେହି ଲୋକର ମାଆଙ୍କ ଦେହ ଭଲ ନାହିଁ ବୋଲି ମୋତେ ତା ସହିତ ରହିବାକୁ ପଡ଼ୁଛି। ମୋତେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଗୋଟିଏ ଦିନ ମୁଁ ତାଙ୍କୁ ଅନୁସରଣ କଲି। ସେମାନେ ଗୋଟେ ଘର ଖୋଲି ରୁମ୍ ଭିତରକୁ ଗଲେ। ମୁଁ ମଧ୍ୟ ତାଙ୍କ ପଛେ ପଛେ ରୁମ୍ ଭିତରକୁ ପ୍ରବେଶ କଲି ଆଉ ସେମାନଙ୍କୁ ଏମିତି ଅବସ୍ଥାରେ ଦେଖି ସମ୍ପୂର୍ଣ୍ଣ କାହିଁଟା କ'ଣ ଆସନ୍ତୁ ଶୁଣିବା। ମୋ ନାଁ ସୁଧୀର। ମୋ ବୟସ 28 ବର୍ଷ। ମୋ ସ୍ତ୍ରୀ ପେଶାରେ ଜଣେ ଡାକ୍ତର ଥିଲେ। ଜଣେ ବ୍ୟକ୍ତି ପ୍ରତିଦିନ ଆମ ଘରକୁ ଆସି କହୁଥିଲେ ଯେ ମୋ ମାଆ ବହୁତ ଅସୁସ୍ଥ ଅଛନ୍ତି। ଏହା କହି ମୋ ସ୍ତ୍ରୀକୁ ତାଙ୍କ ସାଙ୍ଗରେ ନେଇଯାଉଥିଲେ। ମୋ ସ୍ତ୍ରୀ ସେଠାରେ ସାରା ରାତି ରହିବା ପରେ ତା ପରଦିନ ଫେରୁଥିଲେ। ଏମିତି ଗତ କିଛି ଦିନ ଧରି ଚାଲିଥିଲା। ପୂର୍ବରୁ ମୁଁ ସବୁକିଛି ଅଣଦେଖା କରି ଭାବୁଥିଲି ଯେ ରୋଗୀର ଯତ୍ନ ନେବା ଡାକ୍ତରଙ୍କ କର୍ତ୍ତବ୍ୟ, କିନ୍ତୁ ବର୍ତ୍ତମାନ ଏସବୁ ଦେଖି ଆଉ ସହି ହେଉନଥିଲା। କାରଣ ସବୁଦିନ ଗୋଟେ ଅଜଣା ଲୋକ ଘରେ ଯାଇ ନିଜ ସ୍ତ୍ରୀକୁ ରହିବାର ଦେଖି କେଉଁ ପୁରୁଷ ବା କେତେ ଦିନ ଦେଖିପାରିବ। ଦିନେ ମୁଁ ମୋ ସ୍ତ୍ରୀଙ୍କୁ ରାତିରେ ବାହାରକୁ ଯିବା କଥା ନେଇ ବାରଣ କରି କହିଲି ଯେ ଦେଖ ସୀମା, ତୁମେ ସବୁବେଳେ ଗୋଟେ ଅଜଣା ଲୋକ ଘରକୁ ଯାଇ ତା ଘରେ ରହିବାଟା ଠିକ୍ ନୁହେଁ। ମୋତେ ଏସବୁ ଜମା ଭଲ ଲାଗୁନି। ମୁଁ ତୁମ ଉପରେ ସନ୍ଦେହ କରୁନି, ହେଲେ ସେହି ଲୋକ ଘରକୁ ବାରମ୍ବାର ଯିବା ଦ୍ୱାରା ତୁମେ ଭବିଷ୍ୟତରେ ବିପଦରେ ବି ପଡ଼ିପାର। ହେଲେ ମୋ ସ୍ତ୍ରୀଙ୍କ ସ୍ୱଭାବ ଏତେ କଠୋର ଆଉ ପେଶା ପ୍ରତି ତାଙ୍କର ଏତେ ଭଲ ପାଇବା ଥିଲା ଯେ ମୁଁ ଯେତେ ବାରଣ କରିବାକୁ ଚାହିଁଲେ ବି ମୋତେ ଚୁପ୍ ରହିବାକୁ ପଡ଼ୁଥିଲା। ସେହିଭଳି ଆଜି ମଧ୍ୟ ମୁଁ ବ୍ରେକଫାଷ୍ଟ କରି ଅଫିସ୍ ବାହାରିଲା ବେଳକୁ ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରୁ ଓହ୍ଲାଇ ଆମ ଘରକୁ ଆସିଲା ମୋ ସ୍ତ୍ରୀକୁ ନେବା ପାଇଁ। ଏଇଥର ମୁଁ ତାକୁ ଅଟକାଇ ପଚାରିଲି, କ'ଣ ଆଜି ଯାଏ ତୁମ ମାଆଙ୍କ ଦେହ ଭଲ ହୋଇନାହିଁ? ତାହେଲେ ତାଙ୍କୁ କେଉଁ ଭଲ ଡାକ୍ତରଖାନାରେ ଆଡ଼ମିଟ୍ କରାଇ ଦିଅ। ସେ ଦୁଃଖରେ କହିଲା, ନାହିଁ ସାର୍, ଡାକ୍ତରଖାନାବାଲା ବହୁତ ପଇସା ମାଗିବେ ଆଉ ଆମର କ'ଣ ଏତେ ସମ୍ବଳ ଅଛି ଯେ ଆମେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇ ପାରିବୁ। ମ୍ୟାଡ଼ାମ୍ ବହୁତ ଭଲ ଟ୍ରିଟମେଣ୍ଟ କରୁଛନ୍ତି ଏବଂ ମୋ ମାଆ ଚାହୁଁଛନ୍ତି ତାଙ୍କରି ପାଖରେ ଟ୍ରିଟମେଣ୍ଟ ହେବାକୁ। ସେଥିପାଇଁ ତ ମୁଁ ଆଜି ମ୍ୟାଡ଼ାମଙ୍କୁ ନେବାକୁ ଆସିଛି। ତାପରେ ଆମ ଘର ଭିତରକୁ ଅନାଇକିରି କହିଲା, ମୁଁ ଟିକେ ମ୍ୟାଡ଼ାମଙ୍କୁ ଡାକିକି ଆସୁଛି ଘର ଭିତରୁ। ମୁଁ ତାକୁ କଡ଼ା ସ୍ୱରରେ କହିଲି, ରୁହ, ମୁଁ ମ୍ୟାଡ଼ାମଙ୍କୁ ଡାକୁଛି। ମୋର କଡ଼ା କଥା ଶୁଣି ସିଏ ଯାଇ ତାର ମୋଟର ସାଇକେଲ ପାଖରେ ଠିଆ ହୋଇଗଲା। ଏହାପରେ ମୁଁ ଘର ଭିତରକୁ ଅନାଇ ସୀମାକୁ ଡାକ ମାରିଲି। କିଛି ସମୟ ପରେ ସୀମା ଘର ଭିତରୁ ବ୍ୟାଗ୍ ପକାଇ ରେଡ଼ି ହୋଇ ଆସି ସେହି ଲୋକ ସହିତ ଗାଡ଼ିରେ ବସି ପଳାଇଲେ। ସେମାନଙ୍କୁ ଦେଖି ମୋ ମନ ଭିତରେ ନିଆଁ ଲାଗିଯାଉଥିଲା। ମୁଁ ଜାଣିଥିଲି ସୀମା ମନ ଭିତରେ ମୋ ଛଡ଼ା କେହି ନାହାନ୍ତି। ହେଲେ ବି କେଉଁ ସ୍ୱାମୀ ଗୋଟେ ପର ପୁରୁଷ ସହ ନିଜ ସ୍ତ୍ରୀକୁ ଦେଖି ସହିପାରିବନି। ମୁଁ ମଧ୍ୟ ଅଫିସକୁ ବାହାରିଗଲି। ଅଫିସରେ ପହଞ୍ଚି ମୁଁ ସୀମାକୁ ଫୋନ୍ କରି ପଚାରିଲି, ତୁମେ ପହଞ୍ଚିଗଲଣି କି ନାହିଁ? ସିଏ ମୋତେ କହିଲା, ମୁଁ ସେହି ସ୍ତ୍ରୀ ଲୋକ ପାଖରେ ଅଛି, ତାଙ୍କ ଚେକଅପ୍ କରୁଛି। ତୁମେ ଫୋନ୍ ରଖ, ମୁଁ ପଛରେ କଥା ହେଉଛି। ଏତିକି କହି ଫୋନ୍ କାଟିଦେଲା। ମୁଁ ମଧ୍ୟ ଅଫିସରେ କାମରେ ବ୍ୟସ୍ତ ରହିଯାଇଥିଲି। ଲଞ୍ଚ ସମୟ ମଧ୍ୟ ଗଡ଼ିଗଲା, ହେଲେ ସୀମାର ଆଉ ଫୋନ୍ ଆସିଲାନି। ସନ୍ଧ୍ୟା ହୋଇଗଲା ଆଉ ମୁଁ ଘରକୁ ଯିବା ପାଇଁ ବାହାରିଲି। ବାଟସାରା ସୀମା ଆଉ ସେଇ ଲୋକ କଥା ଭାବି ଭାବି ମୋତେ ବହୁତ ଅସ୍ତବ୍ୟସ୍ତ ଲାଗୁଥାଏ। ଏତେ କଥା ଭାବୁ ଭାବୁ ଘର ପାଖରେ କେତେବେଳେ ପହଞ୍ଚିଗଲି ମୋତେ ଜଣାପଡ଼ୁନଥିଲା। ଘରେ ପହଞ୍ଚି ଦେଖିଲି ଗେଟ୍ ତାଲା ପଡ଼ିଛି। ଏହାର ମାନେ ସୀମା ଏ ପର୍ଯ୍ୟନ୍ତ ଘରକୁ ଫେରିନି। ମୁଁ ଗେଟ୍ ଖୋଲି ଘର ଭିତରକୁ ଯାଇ ପାଣି ଗ୍ଲାସଟେ ପିଇଲି। ଟିକେ ଫ୍ରେଶ୍ ହୋଇ ଚେୟାର ଉପରେ ବସି ସୀମାକୁ ଫୋନ୍ ଲଗାଇଲି। ପ୍ରଥମ ରିଙ୍ଗରେ ସେ ଫୋନ୍ ଉଠାଇ କହିଲା ଯେ ତୁମେ ଘରକୁ ପଳାଇ ଆସିଲଣି, ଯଦି ଫ୍ରିଜରେ ଖାଇବା ଅଛି ଗରମ କରି ଖାଇନେବ। ଆଜି ରାତିରେ ମୁଁ ଆଉ ଯାଇପାରିବିନି। ଏତିକି କହି ଫୋନ୍ ରଖିଦେଲା। ମୋତେ ତାଙ୍କର କଥା ଶୁଣି ବହୁତ ରାଗ ଲାଗୁଥିଲା, ତେଣୁ ମୁଁ ମଧ୍ୟ ଫୋନ୍କୁ ଖଟ ଉପରେ ଫିଙ୍ଗିଦେଲି। ଏହାପରେ ଟିଭି ଲଗାଇ ନ୍ୟୁଜ୍ ଦେଖିଲି। ନ୍ୟୁଜ୍ରେ ସହରରେ ହେଉଥିବା ନୀତିଦିନିଆ ଅପରାଧ ସବୁ ବଢ଼ୁଥିବାର ଦେଖି ମୋ ମନରେ ଭୟ ଉତ୍ପନ୍ନ ହେଉଥିଲା। କାଳେ ମୋ ସ୍ତ୍ରୀ ସେହି ଅଜଣା ଲୋକ ଯୋଗୁଁ କେଉଁ ଅସୁବିଧାରେ ପଡ଼ିଯାଇପାରେ। ମୁଁ ବୁଝିପାରୁଛି ତା ପାଇଁ ରୋଗୀ ସେବା ବହୁତ ମୂଲ୍ୟବାନ, ହେଲେ ତାର ସୁରକ୍ଷା ମୋ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ମୁଁ ସେହି ଲୋକର ଘରର ଠିକଣା ଜାଣିଥାନ୍ତି ତାହେଲେ ଏବେ ଯାଇ
ତାକୁ ସେଠାରୁ ନେଇ ଆସିଥାନ୍ତି। ହେଲେ ଦୁର୍ଭାଗ୍ୟବଶତଃ ମୁଁ ସେହି ଲୋକର ଠିକଣା ଜାଣିନି। ଏହାପରେ ମୁଁ ସୀମାକୁ ଆଉଥରେ ଫୋନ୍ ଲଗାଇଲି। ଏଥର ତାର ମୋବାଇଲ ବନ୍ଦ ଆସୁଥିଲା। ମୋ ମନରେ ଅଜଣା ଭୟ ଘର କରୁଥିଲା। ଲାଗୁଥିଲା ଯେମିତି ସୀମା କାଳେ କେଉଁ ଅସୁବିଧାରେ ପଡ଼ିଯାଇ ନାହିଁ ତ। ଅନ୍ୟପଟେ ମୁଣ୍ଡରେ ଚାଲୁଥିଲା ଯେ କାଳେ ସେହି ଲୋକ ସୀମା ସହ କିଛି ଖରାପ କାମ କରୁନଥିବ ତ। ଅବଶ୍ୟ ସୀମା ସେଇ ସ୍ୱଭାବର ଝିଅ ନଥିଲା। ହେଲେ ବି ମୋ ମନରେ ଉଠୁଥିବା ଆଶଙ୍କାର ମୁଁ କ'ଣ କରିପାରିବି ଆଉ। ଯାହା ହେଲେ ସୀମା ଗୋଟେ ଡାକ୍ତର ଆଉ ବହୁତ ଭଲ ଝିଅ। ତେଣୁ ତା ବିଷୟରେ ଏସବୁ ଭାବିବା ଠିକ୍ ନୁହେଁ। ଏହା ସବୁ ଭାବି ମୁଁ ସେ କଥା ସବୁ ମୁଣ୍ଡରୁ କାଢ଼ିଦେଲି। ଫ୍ରିଜରୁ ଖାଦ୍ୟ ବାହାର କରି ଗରମ କଲି। ଖାଇସାରି ବେଡ୍ ଉପରକୁ ଯାଏ ଶୋଇବାକୁ ତ ପୁଣି ସେଇ ଭାବନା ସବୁ ମୋ ମୁଣ୍ଡକୁ ପଶିଗଲା। ବହୁତ ଅସ୍ତବ୍ୟସ୍ତ ଲାଗୁଥିଲା ମୋତେ। ଯଦି ସୀମା ମୋତେ ଛାଡ଼ି ସେଇ ଲୋକ ପାଖକୁ ପଳେଇବ ତାହେଲେ ମୋ ଘରେ ପରିବାରରେ କ'ଣ ସମ୍ମାନ ରହିବ ମୋର? ସୀମା କ'ଣ ସତରେ ତାହା ସହ କିଛି ଖରାପ ସମ୍ପର୍କରେ ଲିପ୍ତ ଅଛି? ନା ଏସବୁ ମୋର ଭାବନା? ଏହି ଭାବନାରେ ମୁଁ ଆଉ ବଞ୍ଚିପାରିବିନି। ତେଣୁ କାଲି ସୀମା ଆସିଲେ ମୁଁ ତାକୁ ମନା କରିଦେବି ସେହି ଲୋକ ଘରକୁ ଯିବାକୁ। ଏହା ସବୁ ଭାବି ଭାବି ମୋତେ କେତେବେଳେ ନିଦ ହୋଇଯାଇଥିଲା ମୁଁ ଜାଣିନଥିଲି। ସକାଳେ କଲିଂ ବେଲ୍ର ଘଣ୍ଟିରେ ମୋର ନିଦ ଭାଙ୍ଗିଲା। କବାଟ ଖୋଲି ଦେଖେ ତ ସୀମା ବାହାରେ ଠିଆ ହୋଇଛି। ସେ ସେହି ଲୋକଟି ଆଡ଼କୁ ଚାହିଁଥିଲା ଯାହା ସହ ଫେରିଥିଲା ଘରକୁ। ଏସବୁ ଦେଖି ମୁଁ ରକ୍ତ ଚାଉଳ ଚୋବାଉଥାଏ ସୀମା ଆଡ଼କୁ ଅନାଇ। ସେ ମୋ ମୁହଁକୁ ନ ଅନାଇ ଘର ଭିତରକୁ ପଳାଇଲା। ମୁଁ ତାକୁ ପଛରୁ ଡାକି କହିଲି ଯେ ତୁମେ ଆଜିଠାରୁ ସେ ଲୋକ ଘରକୁ ଯିବ ନାହିଁ। ସୀମା ବୁଲି ପଡ଼ି ମୋତେ ଚାହିଁଲା ଆଉ କହିଲା, ତୁମେ କ'ଣ କହିବାକୁ ଚାହୁଁଛ? କାହିଁକି ଯିବିନି ମୁଁ ତା ଘରକୁ? ତୁମେ ବିବାହ ପୂର୍ବରୁ ଜାଣିଥିଲ ମୁଁ ଗୋଟେ ଡକ୍ଟର ଆଉ ମୋର କାମ ଏଇଟା। ତୁମେ କ'ଣ ଚାହୁଁଛ ଯେ ମୁଁ ସବୁ କାମଧନ୍ଦା ବନ୍ଦ କରି ଘରେ ବସିବି? ମୁଁ କହିଲି, ନାଇଁ ସୀମା, ମୁଁ ସେ କଥା କହୁନି ତୁମକୁ। ତୁମେ ଡାକ୍ତରଖାନା ଯାଅ, ମୁଁ ତୁମକୁ ବାରଣ କରୁନି। ମୋର କହିବା କଥା ଏତିକି ଯେ ତୁମେ ଆଉ ସେ ଲୋକ ଘରକୁ ଯାଅନି। ସୀମା କହିଲା, କ'ଣ ତୁମେ ମୋ ଉପରେ ସନ୍ଦେହ କରୁଛ ସୁଧୀର? ମୁଁ କହିଲି, ନା ମୁଁ ତୁମ ଉପରେ ସନ୍ଦେହ କରୁନି ସୀମା। ମୋର ସନ୍ଦେହ ସେହି ଲୋକ ଉପରେ। କାଳେ ସିଏ ତୁମ ସହ କିଛି ଖରାପ କାମ କରିଦେବ ସେଇଟା ମୋର ସନ୍ଦେହ। ଏତିକି କହି ମୁଁ ଶେଷରେ କହିଲି ଯେ ଏଇଟା ମୋର ଶେଷ ନିଷ୍ପତ୍ତି। ଏତିକି ଶୁଣି ସୀମା ଜୋରରେ ଗର୍ଜନ କରି କହିଲା, ତୁମେ ମୋ ଉପରେ ଏମିତି ହୁକୁମ ଜାରି କରିପାରିବନି। ମୁଁ ଗୋଟେ ସ୍ୱାଧୀନ ନାରୀ। ମୋର ଯାହା ଇଚ୍ଛା ହେବ ମୁଁ ସେଇଆ କରିବି। ଏତିକି କହି ସେ ମୁହଁ ଛାଟି ରୁମ୍କୁ ପଳାଇଲା ଆଉ ମୁଁ ମଧ୍ୟ ଅଫିସ୍ ଯିବା ପାଇଁ ବାହାରିଲି। ମୁଁ ଭାବିଥିଲି ସିଏ ବୋଧେ ମୋତେ ଡାକିବ ବ୍ରେକଫାଷ୍ଟ କରିବା ପାଇଁ। ହେଲେ ସେ ସେମିତି କିଛି କଲା ନାହିଁ। ଓଲଟା ମୁଁ ଘରୁ ଯିବା ଯାଏଁ ସେ ରୁମ୍ ବନ୍ଦ କରି ରହିଲା। ଏସବୁ ଦେଖି ମୋତେ ବହୁତ ରାଗ ଲାଗୁଥିଲା ଆଉ ରାଗରେ ମୁଁ ଗାଡ଼ି ଷ୍ଟାର୍ଟ କରି ଅଫିସ୍ ବାହାରି ପଡ଼ିଲି। ହେଲେ ଅଫିସରେ କୌଣସି କାମରେ ମନ ଲାଗୁନଥାଏ। ଘରୁ ସିନା ରାଗିକି ଭୋକ ଶୋଷରେ ବାହାରି ପଡ଼ିଲି। ହେଲେ ଅଫିସରେ ମନେ ମନେ ସୀମା କଥା ଭାବୁଥାଏ ଆଉ କାମ ନ କରିପାରି ଅଫିସରୁ ଅଧା ଦିନର ଛୁଟି ନେଇ ବାହାରି ଆସି ଗୋଟେ ଗଛ ଛାଇରେ ବସି ପଡ଼ିଲି। ମନକୁ ବହୁତ କଷ୍ଟ ଲାଗୁଥାଏ। ଅଜାଣତରେ ଆଖିରୁ କେଇ ବୁନ୍ଦା ଲୁହ ଝରି ପଡ଼ୁଥିଲା। ଇଏ ହେଉଛି ସେହି ସୀମା ଯାହାକୁ ମୁଁ ଏତେ ଭଲ ପାଉଥିଲି। ଆଜି ମୁଁ ତା ପାଇଁ କ'ଣ ଏତେ ପର ହୋଇଗଲି ଯେ ଗୋଟେ ଅଜଣା ଲୋକ ପାଇଁ ସେ ମୋତେ ଧିକ୍କାର କରିବାକୁ ପଛାଇଲାନି? କ'ଣ ମୋ ଭଲ ପାଇବାର କୌଣସି ମୂଲ୍ୟ ନାହିଁ ତା ଆଖିରେ? ଆଜି ତା ପାଇଁ ସେହି ଲୋକ ମୋ ଠାରୁ ବି ଉପର ହୋଇଗଲା। ଆମ ସମ୍ପର୍କ ଏତେ ମୂଲ୍ୟହୀନ ହୋଇଗଲା ଆଜି। କୋଉଠି ଭୁଲ ରହିଗଲା ମୋର ଯେ ସୀମା ମୋ ସହ ଏମିତି କଲା? ଭଗବାନ ଜାଣନ୍ତି କେଉଁଭଳି ସମ୍ପର୍କ ଅଛି ତାଙ୍କ ଭିତରେ। ସେଇଟା ପାପ ନା ପୁଣ୍ୟ ସମ୍ପର୍କ ସେଇଟା ବି ସଠିକ୍ ରୂପରେ ଜାଣିନାହିଁ। ହେଲେ ସୀମାର ମୋ ପ୍ରତି ଏପରି ବ୍ୟବହାର ମୋ ସନ୍ଦେହକୁ ସତ୍ୟ ବିବେଚିତ କରୁଛି। ଏହିପରି ବହୁତ ଭାବନାରେ ଛନ୍ଦି ହୋଇ କୌଣସି ନିଷ୍କର୍ଷରେ ମୁଁ ପହଞ୍ଚି ନ ପାରି ଘରକୁ ଫେରିଲି। ଘର ଭିତରେ ମୋ ସ୍ତ୍ରୀ କାହା ସହ ଫୋନରେ କଥା ହେଉଥିବାର ମୋତେ ଶୁଭିଲା। ମୁଁ ଆସ୍ତେ କରି କାନ ଲଗେଇ ଶୁଣିବାକୁ ଚେଷ୍ଟା କଲି। ସୀମା କହୁଥିଲା ଯେ ମୋ ସ୍ୱାମୀର ସନ୍ଦେହ ହେଉଛି, ତେଣୁ ମୁଁ ଆଜିଠାରୁ ତୁମ ଘରକୁ ଯାଇପାରିବିନି। ତୁମେ ଔଷଧ ସମୟ ସମୟରେ ଦେଉଥିବ। ପରିସ୍ଥିତି ଆହୁରି ଖରାପ ହେଲେ ଆମେ ଶେଷ ପଦକ୍ଷେପ ଉଠାଇବା। ମୋର କାହାକୁ ଖାତିର ନାହିଁ। ଯିଏ ଯାହା ଭାବୁଛି ଭାବୁ, ମୁଁ ସେଇଆ କରିବି ଯାହା ମୋର ଇଚ୍ଛା।
ତୁମେ ନିଶ୍ଚିନ୍ତ ରୁହ। ଏସବୁ ଶୁଣି ମୁଁ ରୋଷେଇ ଘରକୁ ଆସି ପାଣି ଗ୍ଲାସଟେ ପିଇ ଗ୍ଲାସଟିକୁ ତଳେ କଚାଡ଼ି ଦେଲି। ସେ ଭୟରେ ଗର୍ଜନ କରି କହି ଉଠିଲା, କିଏ ଆସିଛ? ଉତ୍ତର ଦିଅ, କିଏ ସେଠି? ଏତିକି କହି ରୋଷେଇ ଘର ପାଖକୁ ଆସି ମୋତେ ଦେଖି ଡରିଗଲା। କହିଲା, ତୁମେ କେତେବେଳେ ଆସିଲ? ଯଦି ତୁମେ ଆସିଲ କ'ଣ କଲିଂ ବେଲ୍ ବଜାଇ ପାରିଲ ନାହିଁ? ଏମିତି ଲୁଚି ଲୁଚି ଆସିକି ପାଣି ପିଇବା ମାନେ କ'ଣ? ସେ ହାତରେ ଗୋଟେ ବଡ଼ ବାଡ଼ିଟେ ଧରି ଆସିଥିଲା। ମୁଁ ତାକୁ କିଛି ନ କହି ପାଣି ବୋତଲଟିକୁ ଫ୍ରିଜରେ ରଖି ତା ହାତରୁ ବାଡ଼ିଟି ନେଇ ଡାଇନିଂ ଟେବୁଲ ପାଖକୁ ପଳାଇ ଆସିଲି। ତାକୁ କହିଲି ଯେ, ଏତେ ବଡ଼ ବାଡ଼ିଟି ନେଇକି କାହିଁକି ଆସିଥିଲ? କ'ଣ ଏହି ବାଡ଼ିରେ କାହା ମୁଣ୍ଡ ଫଟାଇ ମାରିଦେବାର ଉଦ୍ଦେଶ୍ୟ ଥିଲା ନା କ'ଣ? ମୋ କଥା ଶୁଣି ତା ମୁହଁର ରଙ୍ଗ ଉଡ଼ି ଯାଇଥିଲା। ଆଉ ସେ ଡରି ଡରି ମୋତେ କହିଲା ଯେ, ମୁଁ କାହିଁ କାହାକୁ ମାରିବି ଯେ? କାଳେ କେଉଁ ଚୋର ପଶିଥିବ ଭାବିକି ଏଇ ବାଡ଼ିଟା ମୁଁ ସୁରକ୍ଷା ପାଇଁ ଆଣିଥିଲି। ମୁଁ ତା କଥା ଶୁଣି ତାଚ୍ଛଲ୍ୟ କଲା ଭଳି ଟିକେ ହସି ଦେଇ ମୋ ରୁମ୍କୁ ପଳାଇଗଲି। ସେଠାରେ ଫ୍ରେଶ୍ ହୋଇ ଛାତ ଉପରକୁ ଯାଇ ବସି ଭାବିଲି ସୀମାର ଫୋନରେ ହେଇଥିବା କଥା ବିଷୟରେ। ସିଏ ତାର କେଉଁ ଶେଷ ପଦକ୍ଷେପ କଥା କହୁଥିଲା? ସେ ଭିତରେ ଭିତରେ କ'ଣ ପ୍ଲାନିଂ କରୁଛି? ମୋତେ ଛାଡ଼ି ସେହି ଲୋକ ସହ ପଳାଇ ଯିବା କଥା ଭାବୁନି ତ? କେମିତି ଜାଣିବି ସେ କେଉଁ ଶେଷ ପଦକ୍ଷେପ କଥା କହୁଥିଲା? ସେ ଯଦି ମୋତେ ଛାଡ଼ିକି ପଳାଇବ, ମୋର ମାନ ସମ୍ମାନ ସବୁ ମାଟିରେ ମିଶି ଧୂଳିସାତ ହୋଇଯିବ। ମୋତେ କିଛି ଗୋଟେ ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଏମିତି ଚୁପ୍ ହୋଇ ମୁଁ ଆଉ ବସିପାରିବି ନାହିଁ। ଏମିତି ଭାବୁ ଭାବୁ ମୋତେ କେତେବେଳେ ସେଠାରେ ନିଦ ହୋଇଗଲା ମୁଁ ଜାଣିପାରିଲି ନାହିଁ। ସକାଳ ହେଲା ପରେ କଲିଂ ବେଲ୍ର ଶବ୍ଦରେ ମୋ ନିଦ ଭାଙ୍ଗିଲା। ପୁଣି ସେହି ଲୋକଟି ଆସିଥିଲା। ଆଉ ମୋର ସ୍ତ୍ରୀ ମୋତେ କିଛି ନ କହି ତା ସହ ବସି ପଳାଇଲା। ମୁଁ ଚୁପଚାପ ତାକୁ ଦେଖୁଥିଲି, କାହିଁକି ନା ମୁଁ ଚାହୁଁନଥିଲି ବାହାର ଲୋକଙ୍କ ଆଗରେ ଆମର ଇଜ୍ଜତ ପଡ଼ୁ। ଏହାପରେ ମୁଁ ମଧ୍ୟ ବ୍ରେକଫାଷ୍ଟ କରି ଅଫିସ ପଳାଇଗଲି। ରାତିରେ ଘରକୁ ଫେରିକି ଦେଖେ ତ ସୀମା ଘରେ ନାହିଁ। ମୁଁ ଜାଣିସାରିଥିଲି ଆଜି ମଧ୍ୟ ସୀମା ଘରକୁ ଆସିବ ନାହିଁ। ମୁଁ ଚୁପଚାପ ତାକୁ ଗୋଟେ ମେସେଜଟେ କରି ଖାଇକି ଶୋଇପଡ଼ିଲି। ଶୋଇଲା ବେଳେ ସୀମା କଥା ମନକୁ ଆସିଯାଉଥିଲା। ବିବାହର ପ୍ରଥମେ ପ୍ରଥମେ ସେ ମୋତେ କେତେ ଭଲ ପାଉଥିଲା। ବୋଧହୁଏ ତାର ମୋତେ ଭଲ ପାଇବାଟା ଗୋଟେ ଅଭିନୟ ଥିଲା। ନହେଲେ ସେ ଆଜି ଏମିତି ମୋତେ ଧୋକା ଦେଇନଥାନ୍ତା। ଏହିପରି ବହୁତ କଥା ଭାବି ଭାବି ମୋତେ ନିଦ ଆସିଗଲା। ସକାଳେ କଲିଂ ବେଲ୍ର ଶବ୍ଦରେ ମୋର ନିଦ ଭାଙ୍ଗିଲା। ସବୁଦିନ ପରି ଆଜି ମଧ୍ୟ ସେ ତାର ପ୍ରେମିକକୁ ହାତ ହଲେଇ ବାଏ ବାଏ କରୁଥିଲା। ମୋର କବାଟ ଖୋଲିବା ଦେଖି ମୋ ମୁହଁକୁ ନ ଚାହିଁ ସିଧା ତା ରୁମ୍କୁ ପଳାଇଗଲା। ମୁଁ କବାଟ ବନ୍ଦ କଲାବେଳେ ବାହାରକୁ ମୋର ନଜର ପଡ଼ିଗଲା। ବାହାରେ କେତେଟା ଲୋକ ଆମ ଘର ଆଡ଼କୁ ଚାହିଁ କ'ଣ ଫୁସୁରୁ ଫାସୁରୁ ହେଉଥିଲେ। ମୁଁ ସେମାନଙ୍କୁ ଦେଖି ରକ୍ତ ଚାଉଳ ଚୋବାଉଥିଲି। ରୁମ୍ ଭିତରକୁ ଆସିକି ସୀମାର ହାତ ଘୋଷାଡ଼ି ଆଣି କହିଲି ଯେ, ତୁମେ ଏଠି ମୋର ସ୍ତ୍ରୀ ହିସାବରେ ରହୁଛ ନା ଭଡ଼ାଟିଆ? ଯେତେବେଳେ ମନ ହେବ, ଯାହା ସହ ମନ ହେବ ଯିବ ଆଉ ଆସିବ। ଏଇ କଲୋନୀରେ ମୋର ଯାହା ମାନ ସମ୍ମାନ ଅଛି ସେସବୁ ତମେ ମାଟିରେ ମିଶାଇ ଦେବାକୁ ଲାଗିଛ। ଏତିକି କହି ତାକୁ ବେଡ୍ ଉପରକୁ ଠେଲି ଦେଇ ମୁଁ ଛାତ ଉପରକୁ ସିଗାରେଟଟେ ଟାଣିବାକୁ ପଳାଇଲି। ସିଗାରେଟ ଟାଣି ଟାଣି ସକାଳୁ ସନ୍ଧ୍ୟା ହୋଇଗଲା। ସନ୍ଧ୍ୟାରେ ମୁଁ ତଳକୁ ଆସି ଗାଡ଼ି ଧରି ବାହାରକୁ ପଳାଇଲି। କାମ ସାରି ବାହାରୁ ଡିନର କରି ରାତିରେ ଘରକୁ ଫେରିଲି। ଘରକୁ ଫେରିକି ଦେଖେ ତ ସୀମା ଆରାମରେ ଶୋଇଛି। ତାକୁ ଦେଖି ମନ ହେଉଥିଲା ତାର ତଣ୍ଟି ଚିପି ମାରିଦେବାକୁ। ହେଲେ ତାକୁ ମାରିକି ମୁଁ ଜେଲ୍ ଯିବାକୁ ଚାହୁଁନଥିଲି। କେଉଁଠି ନା କେଉଁଠି ମୁଁ ଏବେ ମଧ୍ୟ ତାକୁ ଭଲ ପାଉଥିଲି। ତା ପ୍ରତି ଥିବା ଭଲ ପାଇବା ଯୋଗୁଁ ମୋତେ ତାର ଦେଉଥିବା ଧୋକା ବହୁତ କଷ୍ଟ ଦେଉଥିଲା। ଏସବୁ ଭାବି ଭାବି ମୋ ମୁଣ୍ଡ ଭିତରଟା ଫାଟି ଯାଉଥିଲା। ମୁଁ ଛାତ ଉପରକୁ ଆସିକି ବହୁତ ଜୋରରେ ଚିତ୍କାର କରିକି କାନ୍ଦିଲି। ବହୁତ ଯନ୍ତ୍ରଣା ହେଉଥିଲା ମୋତେ। ଏହି ଯନ୍ତ୍ରଣା ସହିବା ମୋର ଆୟତ୍ତର ବାହାରେ ଥିଲା। ଏହିପରି ଭାବରେ ବହୁତ ଦିନ ବିତିଗଲା। ଏବେ ଆମ ସମ୍ପର୍କ ଏମିତି ସ୍ତରରେ ପହଞ୍ଚିଗଲାଣି ଯେଉଁଠି ଆମେ ଖାଲି ନାଁକୁ ମାତ୍ର ସ୍ୱାମୀ ସ୍ତ୍ରୀ ହୋଇ ରହିଛୁ। ସେ ତାର ସମୟରେ ଯାଉଛି ଆଉ ଆସୁଛି। ମୋ ସହିତ ଯେମିତି ତାର କୌଣସି ସମ୍ପର୍କ ହିଁ ନାହିଁ। ଏହା ଭିତରେ ସିଏ ହୁଏତ ଭୁଲିଗଲାଣି ତାର କିଏ ଗୋଟେ ସ୍ୱାମୀ ଥିଲା ବୋଲି। ଦିନେ କଥା କଥାରେ ମୁଁ ଗୋଟେ ଲୋକଠାରୁ ଜାଣିବାକୁ ପାଇଲି ସୀମା ଯେଉଁ ଲୋକ ସହ ସବୁବେଳେ ଯାଉଛି ତାର ମା' 5 ବର୍ଷ ତଳୁ ମରିଗଲାଣି। ଏହି କଥା ଜାଣିବା ପରେ ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ମୋତେ। ମୁଁ ସୀମାକୁ ଫୋନ୍ ଲଗେଇଲି।
ହେଲେ ସେ ଫୋନ୍ ଧରିଲାନି। ଆଜି ବି ସେ ସେହି ଲୋକ ଘରେ ଅଛି ମୁଁ ଜାଣିଗଲି। ଏହାପରେ ମୁଁ ଘରକୁ ପଳାଇ ଆସିଲି। ସକାଳ ହେଲା ପରେ ସୀମା ସବୁଦିନ ପରି ଘରକୁ ଆସିଲା ସେ ଲୋକ ସହ। ମୋତେ କବାଟ ଖୋଲିବାର ଦେଖି କିଛି ନ କହି ରୁମ୍କୁ ପଳାଇଗଲା। ଏଥର ମୁଁ ବି ତା ପଛେ ପଛେ ରୁମ୍କୁ ଗଲି। ସେ କିଛି ନ ଜାଣିଲା ପରି ଅଭିନୟ କରି ଶାଢ଼ୀ ବଦଳି ଫ୍ରେଶ୍ ହୋଇ ଆସି ତାର ମୁଣ୍ଡ କୁଣ୍ଡାଇଲା। ମୁଁ ତାକୁ ପଚାରିଲି, ଏବେ ତ ଫେରିଲ, ପୁଣି ମୁଣ୍ଡ କୁଣ୍ଡାଇ କୁଆଡ଼େ ବାହାରିଲ? ସେ କହିଲା ଯେ ମୁଁ ସେହି ଲୋକ ଘରକୁ ଆଉଥରେ ଯାଉଛି, କାରଣ ତାର ମା ଦେହ ବହୁତ ଖରାପ ଅଛି। ମୁଁ ତାକୁ ସେତେବେଳେ କିଛି ବି ପଚାରିଲିନି। ସେ ସେହି ଲୋକ ସହ ବସିକି ପଳାଇଲା। ମୁଁ ମଧ୍ୟ ତାଙ୍କ ପଛେ ପଛେ ତାଙ୍କୁ ଅନୁସରଣ କରି କରି ଗଲି। ସେମାନେ ଗୋଟେ ଘର ସାମ୍ନାରେ ରହିଲେ। ମୁଁ ମଧ୍ୟ ସେଠାରେ ଗାଡ଼ି ଅଟକାଇଲି। ଘରର କବାଟ ଖୋଲି ଗୋଟେ ରୁମ୍ ଭିତରକୁ ପ୍ରବେଶ କଲେ। ମୁଁ ବି ତାଙ୍କ ପଛେ ପଛେ ରୁମ୍ ଭିତରକୁ ପ୍ରବେଶ କଲି। ସେଠାରେ ଯାଇକି ଦେଖିଲି ତା ବେଡ୍ ଉପରେ ଗୋଟେ କିଏ ମଲାଗଲା ଅବସ୍ଥାରେ ଶୋଇଥିଲା, ଆଉ ମୋ ସ୍ତ୍ରୀ ତାକୁ ଇଞ୍ଜେକ୍ସନ୍ ଦେଉଥିଲା। ଇଞ୍ଜେକ୍ସନ୍ ଦେଇସାରି ସେମାନେ ଗୋଟେ କୋଣରେ ଠିଆ ହୋଇ କଥା ହେଉଥିଲେ। ସେହି ଲୋକଟି ମୋ ସ୍ତ୍ରୀକୁ କହୁଥିଲା, ଭଉଣୀ, ଇଏ ଏବେ ମରିଯିବ ତ? କେଉଁ ଦିନଠାରୁ ମୁଁ ଏହାକୁ ସମ୍ଭାଳୁଛି, ଆଉ ୟାକୁ ସମ୍ଭାଳିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ତାଙ୍କ କଥା ଶୁଣିକି ଆଶ୍ଚର୍ଯ୍ୟ ହେଉଥିଲି ଯେ ସେହି ଲୋକ ମୋ ସ୍ତ୍ରୀକୁ ଭଉଣୀ କାହିଁକି କହୁଛି। ଏହାପରେ ମୋ ସ୍ତ୍ରୀ କହିଲା, ତୁ ନିଶ୍ଚିନ୍ତ ରହ, ଆଉ 3 ଦିନ ମଧ୍ୟରେ ଏହାର ଖେଳ ସମାପ୍ତ ହୋଇଯିବ, ଆଉ ତାପରେ ସବୁ ସମ୍ପତ୍ତି ଆମର। ସେହି ଲୋକ କହିଲା ଯେ, ତୁ ଅପା ଜମା ବ୍ୟସ୍ତ ହନା, ମୁଁ ତୋତେ ତୋର ଭାଗ ନିଶ୍ଚୟ ଦେବି। ଏସବୁ ଶୁଣିକି ମୁଁ ବାହାରକୁ ଯାଇ ପୋଲିସକୁ ଫୋନ୍ କରି ଏଠାରେ ଗୋଟେ କ୍ରାଇମ୍ ହେଉଥିବାର ସୂଚନା ଦେଲି। ପୋଲିସ ସେଠାକୁ ସଙ୍ଗେ ସଙ୍ଗେ ଆସି ସେମାନଙ୍କୁ ଧରିଲା। ସେହି ଲୋକ ପୋଲିସର ଗୋଟେ ଚାପୁଡ଼ାରେ ସବୁ ସତ କହିଦେଲା। ମୁଁ ତାକୁ ପଚାରିଲି, ତୋର ମୋ ସ୍ତ୍ରୀ ସହ କ'ଣ ସମ୍ପର୍କ ଅଛି କହ? ସେ କହିଲା, ଇଏ ମୋର ବଡ଼ ଭଉଣୀ। ମୁଁ ବହୁତ ଲୋଭୀ ଆଉ ଚୋରି କାମ କରେ ବୋଲି ମୋ ଘର ଲୋକେ ମୋତେ ବହୁତ ପୂର୍ବରୁ ଘରୁ ବାହାର କରିଦେଇଥିଲେ। ଘରୁ ବାହାରିବା ପରେ ମୁଁ ଗୋଟେ ଧନୀ ପରିବାରର ଏକମାତ୍ର ଝିଅକୁ ପ୍ରେମ ଜାଲରେ ଫସାଇ ବିବାହ କରିନେଲି। ଯେତେବେଳେ ସେ ଝିଅ ମୋ ସ୍ୱଭାବ ବିଷୟରେ ଅବଗତ ହେଲା, ସେ ମୋତେ ଛାଡ଼ପତ୍ର ଦେବାକୁ ସ୍ଥିର କଲା। ସେଥିପାଇଁ ମୁଁ ମୋ ଅପା ସହ ମିଶିକି ତାକୁ ମାରିବାକୁ ଚାହୁଁଥିଲି। ଯେତେବେଳେ ମୁଁ ମୋର ପ୍ଲାନିଂ କଥା ଅପାକୁ କହିଲି, ସେ ମଧ୍ୟ ଖୁସିରେ ରାଜି ହୋଇଗଲା। କାରଣ ମୋ ଘର ଭିତରେ ଗୋଟେ ଅପା ହିଁ ଥିଲା, ଯିଏକି ମୋତେ ବହୁତ ଭଲ ପାଉଥିଲା। ସେଇଥିପାଇଁ ସେ ମୋର ପ୍ରସ୍ତାବରେ ରାଜି ହୋଇଯାଇଥିଲା। ଏସବୁ ଶୁଣିକି ପୋଲିସ ସେମାନଙ୍କୁ ନେଇଗଲା। ଖରାପ କାମର ଅନ୍ତ ସବୁବେଳେ ଖରାପ ହିଁ ହୋଇଥାଏ। ସୀମା, ଯଦି ତୁମେ ମୋ ଭଲ ପାଇବାକୁ ଆଉ ମୋତେ ବୁଝିଥାନ୍ତ, ତେବେ ହୁଏତ ଆଜି ଅବାଟକୁ ଯାଇନଥାନ୍ତ। ଶେଷରେ ଏତିକି କହି ମୁଁ ସୀମାକୁ ଗୁଡ୍ ବାଏ କହିଲି। ସୀମା ଆଉ ତାର ଭାଇକୁ ତାଙ୍କର କୃତ କର୍ମର ପରିଣାମ ଆଜୀବନ ଜେଲରେ ରହି ଭୋଗିବାକୁ ପଡ଼ିଲା। ଯେଉଁ ଝିଅଟିକୁ ସେମାନେ ଇଞ୍ଜେକ୍ସନ ଦେଇ ମାରିଦେବାକୁ ଯାଉଥିଲେ, ତାକୁ ଭଲ କରି ଦେଖି ମୁଁ ଜାଣିବାକୁ ପାଇଲି ଯେ ସେ ତ ମୋର କଲେଜ ସାଙ୍ଗ ରଶ୍ମିତା। ତା ମୁହଁ ଏତେ ମଳିନ ପଡ଼ି ଶୁଖି ଯାଇଥିଲା ଯେ ତାକୁ ଚିହ୍ନିବା ବହୁତ କଷ୍ଟ ଥିଲା। ଔଷଧ ଇଞ୍ଜେକ୍ସନ ଯୋଗୁଁ ତାର ଅବସ୍ଥା ବହୁତ ଖରାପ ଥିଲା, ଆଉ ଦୁର୍ଭାଗ୍ୟବଶତଃ ତାର ଏହି ଦୁନିଆରେ କେହି ନଥିଲେ। ମୁଁ ତାକୁ କାହା ଭରସାରେ ଆଉ ଡାକ୍ତରଖାନାରେ ପକାଇ ଦେଇ ଆସିଥାନ୍ତି। ଏସବୁ ଭାବି ଭାବି ମାନବିକତା ହିସାବରେ ତାର ସାହାଯ୍ୟ କରିବା ଠିକ୍ ଭାବିଲି। ଗୋଟିଏ ମାସ ଡାକ୍ତରଖାନାରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଲା। ଯେତେବେଳେ ସେ କୋମାରୁ ଫେରି ମୋତେ ଦେଖିଥିଲା, ବହୁତ ଖୁସି ହୋଇଯାଇଥିଲା। କଲେଜ ପଢ଼ିବା ବେଳେ ସେ ମନେ ମନେ ମୋତେ ବହୁତ ପସନ୍ଦ କରୁଥିଲା, ହେଲେ ମୁଁ ତାକୁ ପସନ୍ଦ କରୁନଥିଲି, କାରଣ ଦେଖିବାକୁ ସେ ଏତେ ସୁନ୍ଦର ନଥିଲା। ଆଉ ଯେଉଁ ସୁନ୍ଦରୀ ଝିଅ ଦେଖି ମୁଁ ବାହା ହେଲି, ସିଏ ଆଜି କେଡ଼େ ବଡ଼ ଅପରାଧୀ ମୁଁ ଜାଣିପାରିଲି। ଯଦି ମୁଁ ସୀମା ବଦଳରେ ରଶ୍ମିତାକୁ ପସନ୍ଦ କରିଥାନ୍ତି, ତାହେଲେ ହୁଏତ ଆମ ଜୀବନ ବହୁତ ଭଲରେ କଟିଥାନ୍ତା। ଖାଲି ସୁନ୍ଦରତା ଶରୀରରେ ନଥାଏ, ସବୁଠୁ ସୁନ୍ଦର ସିଏ ଯାହାର ମନ ପବିତ୍ର। ଏ କଥା ମୁଁ ବୁଝିଲା ବେଳକୁ ବହୁତ ଡେରି ହୋଇଯାଇଥିଲା। ଆମେ ଦୁଇଜଣ ନିଜ ଦୁଃଖରେ ବହୁତ ଦୁଃଖୀ ଥିଲୁ, ହେଲେ ସମୟ ସାଥିରେ ଧୀରେ ଧୀରେ ସବୁ ଠିକ୍ ହୋଇଗଲା। ଏବେ ତା ସହ ମିଶିଲା ପରେ ମନେ ମନେ ତାକୁ ହୃଦୟ ଦେଇ ବସିଥିଲି। ଭାବିଲି ଥରୁଟିଏ ରଶ୍ମିତାକୁ ବିବାହ ପାଇଁ ମୋ ତରଫରୁ ପ୍ରସ୍ତାବଟେ ଦେବି।
କଲେଜ ବେଳେ ସେ ମୋତେ ବହୁତ ପସନ୍ଦ କରୁଥିଲା। ମୋର ମଧ୍ୟ ସୀମାଠାରୁ ଧୋକା ଖାଇବା ପରେ କେମିତି କେଜାଣି ରଶ୍ମିତା ପ୍ରତି ଭଲ ପାଇବା ଆସିଯାଇଥିଲା। ବାକି ଜୀବନ ରଶ୍ମିତା ସହ କାଟିବାକୁ ଇଚ୍ଛା ଥିଲା। ଏହି ଗୋଟିଏ ବର୍ଷ ମଧ୍ୟରେ ତା ପ୍ରତି ବହୁତ ଗଭୀର ଆକର୍ଷଣ ସୃଷ୍ଟି ହୋଇଯାଇଥିଲା ମୋ ମନରେ। ଯେଉଁଦିନ ମୁଁ ତାକୁ ମୋ ମନ କଥା କହିଲି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମୁଁ ତାର ଭଲ ପାଇବାକୁ ନ ବୁଝି ଯେଉଁ ଭୁଲ କରିଥିଲି ତା ପାଇଁ ଭୁଲ ମାଗି ତାର ହାତ ମାଗିଥିଲି। ସେ ବହୁତ ଖୁସି ହୋଇଯାଇଥିଲା। ଏହାପରେ ଆମେ ବିବାହ କରିନେଲୁ। ଏବେ ଆମର 2ଟି ଛୁଆ ହୋଇଗଲେଣି ଆଉ ଆମେ ବହୁତ ଖୁସିରେ ଅଛୁ। ଏବେ ମୁଁ ମୋ ଜୀବନରୁ ଗୋଟେ ନୀତି ଶିକ୍ଷା ଶିଖିବାକୁ ପାଇଲି ଯେ ରଙ୍ଗ ରୂପ ବଡ଼ ନୁହଁ, ବଡ଼ ହେଲା ମଣିଷର ମନର ସୁନ୍ଦରତା। বন্ধুগণ আশা করছু আপনার এই কাহিনীটি নিশ্চয় পছন্দ আসিথিব। কাহিনীটি পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করি আসিথিবি চ্যানেলটিকে সবস্ক্রাইব করিবা সঙ্গে সঙ্গে বেল আইকনକୁ দবাই অল বটনটিକୁ চিপি দিয়ন্তু। যেতেবেলে বি এইভଳି ভিডিও ଆମ চ্যানেলରେ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ନୋଟିଫିକେସନ ଯିବ। ପୁଣି ଦେଖା ହେବ ଆଗାମୀ ଭିଡିଓରେ ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।